Hello student, welcome back to my Tanushree tutorial +3 second semester MDC philosophy Vedic culture unit 2 ର long question discussion କରିବା। relevance of Vedas in Indian culture। ଭାରତୀୟ ସଂସ୍କୃତିର ବେଦର ପ୍ରାସଙ୍ଗିକତାର long question discussion କରିବା। ବେଦ କ'ଣ? ଏହାର ଗଠନ ଓ ପ୍ରକାର ବିଷୟରେ ଲେଖ। ବେଦ ହେଉଛି ଭାରତୀୟ ଧାର୍ମିକ ଓ ଦାର୍ଶନିକ ଚିନ୍ତନର ମୂଳ ଆଧାର। ବେଦ ଶବ୍ଦର ଅର୍ଥ ଜ୍ଞାନ ବା ବିଦ୍ୟା। ବେଦ ଚାରି ପ୍ରକାର: ଋଗ୍ବେଦ, ଯଜୁର୍ବେଦ, ସାମବେଦ, ଅଥର୍ବବେଦ। ପ୍ରତ୍ୟେକ ବେଦର ସଂହିତା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ଅଂଶ ଥାଇ ବେଦ ଅପୌରୁଷେୟ ମନାଯାଏ, ଅର୍ଥାତ୍ ଏହା ମାନବ ଦ୍ୱାରା ରଚିତ ନୁହେଁ ବରଂ ଋଷିମାନେ ଦିବ୍ୟ ଅନୁଭୂତି ଦ୍ୱାରା ଏହାକୁ ଗ୍ରହଣ କରିଛନ୍ତି। Question number 2. ବେଦରେ ଭାରତୀୟ ସଂସ୍କୃତିର କେଉଁଟି ପ୍ରତିବିମ୍ବ ମିଳେ? ବେଦ ଭାରତୀୟ ସଂସ୍କୃତିର ଅନେକ ପାଲୁ ଦିଗକୁ ଆଲୋକିତ କରେ। ଧର୍ମ ଓ ନୀତି। ବେଦରେ ଋତ, ଧର୍ମ, କର୍ମ, ମୋକ୍ଷ ବିଷୟରେ ଉଲ୍ଲେଖ ଅଛି। ସାମାଜିକ ଗଠନ। ବର୍ଣ୍ଣ ବ୍ୟବସ୍ଥା, ଗୃହସ୍ଥ ଓ ଆଶ୍ରମ ଧର୍ମ ବେଦରେ ଉଲ୍ଲେଖିତ। ସଙ୍ଗୀତ ଓ କଲା। ସାମବେଦ ମାଧ୍ୟମରେ ସଙ୍ଗୀତ ଓ ଛନ୍ଦ ଉନ୍ନତି ଘଟିଛି। ବୈଜ୍ଞାନିକ ଚିନ୍ତନ। ଅଥର୍ବବେଦରେ ଔଷଧ, ରୋଗ ଓ ଶାନ୍ତି ପାଇଁ ମନ୍ତ୍ର ଅଛି। Question number 3. ବେଦର ଦାର୍ଶନିକ ମୂଲ୍ୟ ଓ ତାହାର ଆଧୁନିକ ପ୍ରାସଙ୍ଗିକତା ବିଷୟରେ ଆଲୋଚନା କର। ବେଦ ମାନବ ଜୀବନର ଚାରି ଲକ୍ଷ୍ୟ ଧର୍ମ, ଅର୍ଥ, କାମ, ମୋକ୍ଷକୁ ସମ୍ବଳ ଦେଇଥାଏ। ଏହି ଚିନ୍ତନ ଆଜି ଧର୍ମ, ନୀତି, ଶିକ୍ଷା, ଆଧ୍ୟାତ୍ମ ଓ ସାମାଜିକ ନ୍ୟାୟରେ ପ୍ରାସଙ୍ଗିକ। ବେଦ ମାନବତା, ସାମ୍ପ୍ରଦାୟିକତା, ସହଯୋଗ ଓ ପାରିସ୍ଥିତିକ ଜ୍ଞାନ ପାଇଁ ଆଧାର ଦେଉଛି। Question number 4. ବେଦ ଓ ଉପନିଷଦ ମଧ୍ୟରେ ସମ୍ପର୍କ ବିଷୟରେ ଲେଖ। ଉପନିଷଦ ବେଦର ଅନ୍ତିମ ଅଂଶ, ଯାହାକୁ ବେଦାନ୍ତ କୁହାଯାଏ। ବେଦ ଯେଉଁଠି କର୍ମକାଣ୍ଡ ଓ ଉପାସନା ଉପରେ ଗୁରୁତ୍ୱ ଦିଏ, ଉପନିଷଦ ତାହାର ଦାର୍ଶନିକ ଅନ୍ତର୍ନିହିତ ଅର୍ଥକୁ ବ୍ୟାଖ୍ୟା କରେ। ଉପନିଷଦରେ ବ୍ରହ୍ମ, ଆତ୍ମା, ମୋକ୍ଷ, ଅଦ୍ୱୈତ ତତ୍ତ୍ୱ ବିଷୟରେ ଗଭୀର ଚିନ୍ତନ ଅଛି। Question number 5. ବେଦ ଭାରତୀୟ ଜନଜୀବନ ଓ ଆଚାର ବିଚାରରେ କିପରି ପ୍ରଭାବ ପକାଇଛି? ବେଦ ଭାରତୀୟ ଜନଜୀବନର ଆଧାର ଭାବେ ଅନେକ ଦିଗରେ ପ୍ରଭାବ ପକାଇଛି। ଯଜ୍ଞ ଓ ପୂଜା ପ୍ରଥା। ବେଦର ମନ୍ତ୍ର ଆଧାରରେ ହିନ୍ଦୁ ପୂଜାପ୍ରଥା ଗଠିତ। ନୀତି ଓ ଆଚାର। ଦୈନିକ ଜୀବନର ନୀତି ଓ ଆଚାର ବେଦ ଅନୁସାରେ ଗଠିତ। ଶିକ୍ଷା ଓ ଗୁରୁ-ଶିଷ୍ୟ ପରମ୍ପରା। ବେଦ ଅଧ୍ୟୟନ ମାଧ୍ୟମରେ ଗୁରୁ-ଶିଷ୍ୟ ପରମ୍ପରା ଉନ୍ନତି ପାଇଛି।